ମଦନପୁର ନାମରେ ଗୋଟାଏ ଗାଁଟାଏ ଥାଏ। ସେହି ଗାଁରେ ଭୋଳା ନାମରେ ବାପା ମା ଛେଉଣ୍ଡ ଗୋଟାଏ ଯୁବକ ରହୁଥାଏ। ଗାଁରେ ଭୋଳାକୁ ଯିଏ ଯାହା କାମ ଦିଏ ଭୋଳା ଆଗ୍ରହର ସହିତ କରିଦିଏ। ବଦଳରେ ଭୋଳାକୁ ସେ ଦିନର ଭୋଜନ ମିଳିଯାଇଥାଏ। ଭୋଳାର ଗୋଟାଏ ଅଦ୍ଭୁତ ଗୁଣ ଥାଏ। ଏମିତି ଅନେକ ସମୟରେ ଭୋଳା ଅଦ୍ଭୁତ ଘଟଣାମାନ ତାର ସ୍ୱପ୍ନରେ ଦେଖିଥାଏ। ଆଉ ସେ ଦେଖିଥିବା ସ୍ୱପ୍ନ ସବୁ ସଦାସର୍ବଦା ସତରେ ପରିଣତ ହୋଇଥାଏ। ଏମିତି ଭାବରେ ଦିନେ ଭୋଳା ସ୍ୱପ୍ନରେ ଦେଖିଲା ତାକୁ ରାଜାଙ୍କ ଦରବାରରେ ଗୋଟାଏ ଭଲ ଚାକିରି ମିଳିଯାଇଛି। ତହିଁ ପରଦିନ ସକାଳୁ ଭୋଳା ଦେଖିଥିବା ସ୍ୱପ୍ନ ବିଷୟରେ ଭାବିବାକୁ ଲାଗିଲା। ହେ ଭଗବାନ, ଯଦି ସତରେ ମୋର ଗତକାଲିର ସ୍ୱପ୍ନ ସତ ହୋଇଯିବ ତେବେ ମୋର ଭାଗ୍ୟ ନିଶ୍ଚୟ ଭାବରେ ବଦଳିଯିବ। ଆରେ, ଇଏ ତ ରାଜାଙ୍କ ସିପାହୀଙ୍କ ପରି ଲାଗୁଛନ୍ତି। ଏ ସମୟରେ ଆମ ଗାଁରେ ସେ କୁଆଡ଼େ? ଏହା ନିଶ୍ଚୟ ଭାବରେ ମଦନପୁର ଗାଁ। ହଁ ଆଜ୍ଞା, ଏହା ମଦନପୁର ଗାଁ। ରାଜାଙ୍କର ଆଦେଶ, ଏହି ଗାଁ ଜଙ୍ଗଲରୁ କିଛି ଚନ୍ଦନ କାଠ ସଂଗ୍ରହ କରି ରାଜ ଦରବାରରେ ପହଞ୍ଚାଇବାକୁ ହେବ। ଏହି ଗାଁର କୌଣସି ବ୍ୟକ୍ତିଙ୍କୁ ହିଁ ଏ କାମ କରିବାକୁ ହେବ। ସିପାହୀଙ୍କ ମୁହଁରୁ ଏତକ ଶୁଣି ଭୋଳା କିଛି ସମୟ ଭାବିବାକୁ ଲାଗିଲା। ମହୋଦୟ, ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ତେବେ ମୁଁ ଏ କାମ କରିଦେଇପାରିବି। ତେବେ ଠିକ ଅଛି, ମୁଁ ତୁମକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରି ରହିବି। ତୁମେ ତୁମର କାର୍ଯ୍ୟ ସାରି ମୋ ନିକଟରେ ଚନ୍ଦନ କାଠ ସହିତ ପହଞ୍ଚିବ। ଏହାପରେ ମୁଁ ତୁମକୁ ରାଜବାଟୀରେ ପହଞ୍ଚାଇ ଦେବି। ଏଥର ଭୋଳା ତାର କାମରେ ଲାଗିଗଲା। ସେଦିନ ସେ ନିକଟ ଜଙ୍ଗଲରୁ ଚନ୍ଦନ କାଠ ଧରି ରାଜାଙ୍କ ନିକଟରେ ପହଞ୍ଚାଇ ଦେଲା। ପରୋପକାରୀ ରାଜା ଭୋଳାକୁ ସେଦିନ ରାଜବାଟୀରେ ରାତ୍ର ଯାପନ କରିବା ପାଇଁ ଅନୁରୋଧ କଲେ। ରାଜାଙ୍କ କହିବା ମୁତାବକ ଭୋଳା ଶେଷରେ ସେଦିନ ରାଜବାଟୀରେ ରାତ୍ର ଯାପନ କଲା। ଭୋଳା ସେଦିନ ରାତିରେ ଏକ ସ୍ୱପ୍ନ ଦେଖିଲା। ମହାରାଣୀଙ୍କର ମୁଖ୍ୟ ଦାସୀ ରାଣୀଙ୍କର ବହୁମୂଲ୍ୟ ରତ୍ନହାରଟିକୁ ଚୋରାଇ ନେଇଛି। ପରଦିନ ସକାଳୁ ଉଠି ଭୋଳା ସର୍ବପ୍ରଥମେ ରାଜା ଏବଂ ରାଣୀଙ୍କ ନିକଟରେ ପହଞ୍ଚିଲା। ରାଜା ରାଣୀ ସେ ସମୟରେ ନିଜର ବହୁମୂଲ୍ୟ ରତ୍ନହାରଟି ଚୋରି ହୋଇଯାଇଥିବା ଜାଣି ଅତ୍ୟନ୍ତ ଦୁଃଖ ଏବଂ ଚିନ୍ତାରେ ଥିଲେ। ଭୋଳା ସେଠାରେ ରାଜାଙ୍କୁ କହିଲା, ହେ ରାଜନ, ଆପଣ ଯଦି ଅନୁମତି ଦେବେ ମୁଁ ଚୋରି ହୋଇଯାଇଥିବା ରାଣୀଙ୍କ ହାର ସମ୍ବନ୍ଧରେ କିଛି କହିବି। ରାଜାଙ୍କଠାରୁ ଏହାପରେ ଅନୁମତି ପାଇ ଭୋଳା କହିଲା, ରାଜନ, ମହାରାଣୀଙ୍କର ଅତ୍ୟନ୍ତ ନିଜର ସେବିକା ତଥା ମୁଖ୍ୟ ଦାସୀ ହିଁ ରାଣୀଙ୍କର ମୂଲ୍ୟବାନ ହାରଟିକୁ ଚୋରି କରିଛନ୍ତି। କିନ୍ତୁ ସେ ସମୟରେ ସେଠାରେ ଉପସ୍ଥିତ ଥିବା ମୁଖ୍ୟ ଦାସୀ ଜଣକ ଦୃଢ଼ତାର ସହିତ ଏ କଥାକୁ ବିରୋଧ କଲେ। ରାଜା ଏବଂ ରାଣୀ ମଧ୍ୟ ମୁଖ୍ୟ ଦାସୀଙ୍କୁ ସମର୍ଥନ କରି ଭୋଳାକୁ ବିରୋଧ କରିବାକୁ ଲାଗିଲେ। କେଉଁ ସାହସରେ ତୁମେ ଏ କଥା କହୁଛ ଯୁବକ? ମୁଖ୍ୟ ଦାସୀ ହେଉଛନ୍ତି ରାଣୀଙ୍କର ଅତ୍ୟନ୍ତ ପ୍ରିୟ। ସେ ଅନେକ ବର୍ଷ ଧରି ରାଣୀଙ୍କର ସେବା କରି ଆସୁଛନ୍ତି। କୌଣସି ବି ପରିସ୍ଥିତିରେ ସେ କାମ କରିନଥିବେ। ତୁମକୁ ତୁମର ଏତେ ବଡ଼ ମିଥ୍ୟା ଅଭିଯୋଗ ପାଇଁ ଅବଶ୍ୟ ଦଣ୍ଡ ମିଳିବ। ଏହାପରେ ରାଜାଙ୍କ ଆଦେଶରେ ଭୋଳାକୁ କାରାଗାରରେ ଭର୍ତ୍ତି କରାଗଲା। ମୋର ତ ଆଜି ପର୍ଯ୍ୟନ୍ତ କୌଣସି ବି ସ୍ୱପ୍ନ ଭୁଲ ପ୍ରମାଣିତ ହୋଇନାହିଁ। ତେବେ ମୋତେ କଣ ପାଇଁ ଏ ଦଣ୍ଡ ଆଜି ଭୋଗିବାକୁ ପଡୁଛି? ଭୋଳା ଭାଇ, ମୁଁ ତୁମର ଦୁଃଖ ବୁଝିପାରୁଛି।
ତୁମେ ଯଦି ନିଜକୁ ସତ ପ୍ରମାଣ କରିବାକୁ ଚାହୁଁଛ, ତେବେ ଗୋଟିଏ କାମ କର, ଲାଲ ପରୀଙ୍କୁ ପ୍ରାର୍ଥନା କର। ସତରେ ତୁମେ ଯଦି ସତ୍ ମାର୍ଗରେ ଥିବ, ଲାଲ ପରୀ ତୁମକୁ ନିଶ୍ଚୟ ଭାବରେ ସାହାଯ୍ୟ କରିବେ। କାରଣ ଏ ରାଜ୍ୟରେ ସତ୍ ମାର୍ଗରେ ଥିବା ବ୍ୟକ୍ତିର ପ୍ରାର୍ଥନା ଲାଲ ପରୀ ସଦାସର୍ବଦା ଶୁଣିଥାନ୍ତି। ସିପାହୀଙ୍କ ଠାରୁ ଏତକ କଥା ଶୁଣି ଭୋଳା ଶେଷରେ ଲାଲ ପରୀଙ୍କୁ ସେହିଠାରେ ହିଁ ପ୍ରାର୍ଥନା କରିବାକୁ ଲାଗିଲା। ଭୋଳାର ପ୍ରାର୍ଥନାରେ ଲାଲ ପରୀ ସେଠାରେ ଆବିର୍ଭାବ ହେଲେ। ଏଇ ନିଅ, ଏହା ହେଉଛି ଯାଦୁର ଝାଡୁ। ଏହା ନିଶ୍ଚୟ ଭାବରେ ତୁମକୁ ସତ୍ ପ୍ରମାଣିତ କରିବାରେ ସହାୟ ହେବ। ସେଦିନ ରାତିରେ ଭୋଳା ସିପାହୀ ଜଣଙ୍କ ସହିତ ଯାଦୁର ଝାଡୁରେ ବସି ରାଜମହଲ ଚାରିଦିଗରେ ଚୋରକୁ ଖୋଜିବାରେ ଲାଗିଲା। ଏମିତି ଭାବରେ କିଛି ସମୟ ପରେ ରାଜବାଟୀ ନିକଟ ରାଜ ଉଦ୍ୟାନରେ ମୁଖ୍ୟ ଦାସୀକୁ କାହାକୁ ଅପେକ୍ଷା କରି ରହିଥିବାର ସେମାନେ ଦେଖିବାକୁ ପାଇଲେ। ଦାସୀ ଜଣଙ୍କ ହାତରେ ଥାଏ ଗୋଟାଏ ଥଳି। ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଆଖି ବିଚୁଳାକି ସିପାହୀ ଦାସୀଙ୍କୁ ସେଠାରୁ ଧରି ରାଜାରାଣୀଙ୍କ ନିକଟରେ ପହଞ୍ଚିଗଲେ। ଭୋଳାର ହାତରେ ଯାଦୁର ଝାଡୁକୁ ଦେଖି ରାଜା ଏବଂ ରାଣୀଙ୍କୁ କିଛି ବି କଥା ଅବୁଝା ରହିଲା ନାହିଁ। କାରଣ ସେହିପରି ସଚ୍ଚୋଟ ଉଦାରପରାୟଣ ତଥା ସଦାସର୍ବଦା ସତ୍‌ରେ ଥିବା ବ୍ୟକ୍ତିଙ୍କୁ ହିଁ ଲାଲ ପରୀଙ୍କ ଯାଦୁର ଝାଡୁ ମିଳିଥାଏ। ଏହାପରେ ମୁଖ୍ୟ ଦାସୀ ନିଜର ସବୁ ଦୋଷ ସେଠାରେ ସ୍ୱୀକାର କଲା। ସଙ୍ଗେ ସଙ୍ଗେ ରାଜା ତାକୁ କାରାଗାରରେ ବନ୍ଦୀ କଲେ ଏବଂ ଭୋଳାକୁ ଦରବାରରେ ସମ୍ମାନଜନକ ରାଜ ପରାମର୍ଶଦାତା ଭାବରେ ନିଯୁକ୍ତ କଲେ। ଭୋଳାର ସୁନ୍ଦର ସ୍ୱପ୍ନ ପୁଣି ଥରେ ସତ ହୋଇଗଲା। ଖୁସିରେ ଖୁସିରେ ତାର ଜୀବନ ବିତିବାକୁ ଲାଗିଲା।